ମୋ ନାଁ ହେଲା ଡକ୍ଟର ରାଜଶ୍ରୀ ଦାସ। ମୁଁ ଜଣେ ପାଥୋଲୋଜିଷ୍ଟ। ମୋର କ୍ଲିନିକ୍ ଅଛି ଆଉ ମାନେ ବହୁତ ବର୍ଷ ହେଲା ରିଟାୟାର୍ଡ କଲିଣି। ମୋର ବହୁତ ମାନସିକ ସ୍ତରରେ ମୁଁ ବହୁତ ଦୁର୍ବଳ ଥାଇକି ମୋ ଦେହ ଖରାପ ହେଉଛି ବୋଲି ମୁଁ ନିଜେ ଜାଣିଛି, କିନ୍ତୁ ମୁଁ ତାକୁ ଠିକ୍ କରିପାରୁନଥିଲି। ମୁଁ କିନ୍ତୁ ଭାବୁଛି ଯେ ସୁଦର୍ଶନ କ୍ରିୟା ଯଦି ଭଗବାନଙ୍କ ଦୟାରୁ ଆଗରୁ ଯଦି ଗୁରୁଜୀଙ୍କ କୃପା ମୋ ଉପରେ ପଡ଼ିଥାନ୍ତା, ଯଦି ଆଗରୁ କରିଥାନ୍ତି ମୋର ଲାଇଫଟା ବୋଧେ ଚେଞ୍ଜ ହେଇଯାଇଥାନ୍ତା। କାରଣ ମୁଁ ଆଜି ଯେଉଁ ଷ୍ଟେଜରେ ପହଞ୍ଚିଛି, ଦେହ ଖରାପ ମୁଁ ଜାଣିଛି, ଯାହା ତ ଶାରୀରିକ ଦେହ ଖରାପ, ବେଶୀ ମୋର ମାନସିକ। ମୁଁ ଯାହା ଏତେ ଦିନ ପର୍ଯ୍ୟନ୍ତ ମୋ ପୁଅକୁ ଚିହ୍ନି ପାରୁନଥିଲି ଯେ ସିଏ ତାର ଏତେ ଭଲ ମେମୋରି ବୋଲି। ମାନେ ମୁଁ ଆପଣ ତାକୁ କେମିତି ଡିସ୍କଭରି କଲେ, ମୁଁ ସେଇଟାକୁ ଭାରି ଖୁସି ହେଉଛି। ମାନେ ମୁଁ ଏତେ ଦିନ ତାର ମା ହେଇକି ଜାଣିପାରୁନଥିଲି ଯେ, କିନ୍ତୁ ଆପଣ ସେଇ କଥାକୁ ଇଏ କଲେ। ଆଉ ସବୁ ଏଇଟା ଆକ୍ଚୁଆଲି ଗୁରୁଦେବଙ୍କର ଏତେ ଗୋଟେ ଭଲ ଇଏ। ବ୍ରିଦିଂ ତ ସବୁ ମାନେ ବ୍ରିଦିଂ ତ ଯଦି ଭଲ ଭାବରେ ଠିକ୍ ଭାବରେ ନେବେ ଆପଣ ସବୁ ଭଲ ହେବ। ଯଦି ବ୍ରିଦିଂ ନ ନେବେ ତାହେଲେ ଯଦି ବ୍ୟାଡ୍ ୱେରେ ନେବେ ତାହେଲେ ସବୁ ଖରାପ। ଏଇଟା ତ ଜାଣିଲେ ବି ଆମେ କିଛି କରୁନଥିଲୁ। ଗୋଟେ ନେଉଛୁ ତ ଗୋଟେ ନିଶ୍ୱାସ କ'ଣ ଗୋଟେ ଏତେ ଇମ୍ପୋର୍ଟାନ୍ସ ଦେଉଥିଲୁ। କିନ୍ତୁ ଗୁରୁଜୀଙ୍କ ସୁଦର୍ଶନ କ୍ରିୟାରେ ଜଣାପଡ଼ିଲା ଯେ ୟାର କେତେ ଇମ୍ପୋର୍ଟାନ୍ସଟା କେତେ ମୁଁ ବି ଫିଲ୍ କରୁଛି। ପ୍ରଥମ ଦିନ ତ ଯେଉଁ ଚାଲିଥିଲା ଲଙ୍ଗ କ୍ରିୟା ଚାଲିଥିଲା, ଲଙ୍ଗ ସୁଦର୍ଶନ କ୍ରିୟା ଗୁରୁଜୀ ପୁରା ବୋଲୁଥିଲେ। ଆଉ ମୋର ଗୋଡ଼ଟା ପେନ୍ ହେଉଥିଲା, ଗୋଡ଼ ଉପରେ ମୋର କେମିତି ଗୋଟେ ପାଣି ପଡ଼ିଲା ଭଳିଆ ଲାଗିଲା। ମୁଁ ଭାବିଲି ବୋଧେ ଯଜ୍ଞ ପଥରେ ଯେମିତି ପାଣି ପକାନ୍ତି, ଆମେ ତ ଆଖି ବନ୍ଦ କରି ବସିଥିଲୁ, ବୋଧେ ସେମିତି ପାଣି ପକଉଛନ୍ତି। କିନ୍ତୁ ତାପରେ ଭାବିଲି ଯେ ନାଇଁ, ତାପରେ ଯେଉଁ ଗୋଡ଼ଟା ଯେଉଁ ପେନ୍ ହେଉଥିଲା ଏତେ ମୋତେ ଆପେ ଆପେ କମିଯାଇଛି। ମୁଁ କିଛି ଖାଇନି, ମେଡ଼ିସିନ କିଛି ଖାଇନି, କିନ୍ତୁ ମାନସିକ ସ୍ତରରେ ମୁଁ ବହୁତ ଦୁର୍ବଳ ହେଇଯାଇଛି। ସେଇଟାକୁ ମୋତେ ସବଳ ହେବାକୁ ପଡ଼ିବ। ମୋ ହଜବେଣ୍ଡ ସବୁବେଳେ କହନ୍ତି ତୁ ପ୍ରାଣାୟାମ କରୁନୁ କାହିଁକି, ଇଏ କରୁନୁ କାହିଁକି। ସେ ବହୁତ ଯୋଗ କରୁଛନ୍ତି 3 ବର୍ଷ ହେଲା, ସବୁ ପ୍ରାଣାୟାମ କରୁଛନ୍ତି। ମୁଁ ଏତେ ଇମ୍ପୋର୍ଟାନ୍ସ ଦେଉନଥିଲି। ମୁଁ କିନ୍ତୁ ଏବେ ନିଜ ଦେହକୁ ଇମ୍ପୋର୍ଟାନ୍ସ ଦେବି ଫାଷ୍ଟ। ଇମ୍ପୋର୍ଟାନ୍ସ ଦେଲେ ସିନା ଯାଇକି କାହା କଥା ଦେଖିବି ନା। ଆଉ ମୁଁ ଯଦି ମୋ ଦେହଟା ଖରାପ ହେବ କ'ଣ କରିବି? ଆଉ ଆଜିର ଗୋଟେ ଭଲ ଫିଲିଂସ୍ ଆପଣ ସେୟାର କରୁଥିଲେ, ମୁଁ କହିଲି ସେଇଟା ସେୟାର କରିବି। ଆଜି ଯେଉଁ ନମ ନାରାୟଣ କହିଲା ଗୋଟେ ଫିଲିଂସ୍। ନାଇଁ, ନମ ନାରାୟଣ କହିଲା ବେଳେ ଆପଣ କହିଲେ ଯେଉଁ ଠାକୁରଙ୍କ କଥା ମନେ ପକାନ୍ତୁ। ମୁଁ ତ ଭାରି ଜଗନ୍ନାଥଙ୍କୁ ମନେ ପକେଇ ପତିତ ପାବନ ୱେରେ ମୁଁ ସିଡ଼ିରେ ମୁଁ ଉଠି ପାରେ। ମୋର ସବୁବେଳେ ବାସି ଇଏ ଯେ ମୁଁ କାହିଁକି ସିଧା ଚାଲିପାରିବିନି, ମୁଁ କାହିଁ ଏକା ଚାଲିପାରିବିନି, ମୁଁ କାହିଁ ସପୋର୍ଟ ଦେବି। ମୁଁ ଜଗନ୍ନାଥଙ୍କୁ ଦେଖୁଛି, ସନ୍ତୋଷକୁ ଦେଖିକି ମୋ ଆଖିରୁ ସେ ଦେଖିଛନ୍ତି କହିଲେ ଧାର ଯେମିତି ସତରେ ଠିଆ ହେଇଛି ଜଗନ୍ନାଥ ପାଖରେ। ସେଇଆ ମତେ ମାନେ ବହୁତ ମନଟାକୁ ଭାରି ଇଏ ହେଲା। ବେଳେବେଳେ ଯେତେବେଳେ ମନ ଖରାପ ଲାଗେ ଜଗନ୍ନାଥଙ୍କୁ ଦେଖି ବସି ମୁଁ କାନ୍ଦେ, ଟିକେ କାନ୍ଦିଲା ବେଳେ ଆଜ୍ଞା ଆପଣ କହିଲା ବେଳେ ମୁଁ ଏମିତି କହିଲେ ଏମିତି ମତେ 70 ଇୟର୍ସ ମୁଁ ଏପର୍ଯ୍ୟନ୍ତ ଏମିତି ଏକ୍ସପିରିଏନ୍ସ ଜୀବନରେ କେବେ ପାଇନଥିଲି। ଯାହା ଗୁରୁଦେବଙ୍କ ଦୟାରୁ ଆଉ ଆପଣମାନେ ବି ଆମ ଟିଚର ଗାଇଡ୍, ଆପଣଙ୍କ ଦୟାରୁ ସିନା ଆପଣ ନହେଲେ ଆଉ ଆମେ କ'ଣ। ନାଇଁ ସବୁ ତ ଇଏ ଅଛି, ମାନେ ବିଧିର ବିଧାନ ଯଦି ନଥାଏ କିଛି ହବନି। ଆମେ ଆଜ୍ଞା ମୋର ବହୁତ ଦିନ ସୁଦର୍ଶନ କ୍ରିୟା ଶିଖିବାକୁ ବହୁତ ଇଚ୍ଛା ଥିଲା। ମାନେ ଇଚ୍ଛା ଥିଲା ଯେ କୋଉଠି ଯିବି, କ'ଣ କରିବି, କେମିତି ଶିଖିବି, ଏମିତି ଭାବେ। ତାପରେ ଏମିତି ହେଲା, ତାହେଲେ ଆପଣମାନେ ଆସିଲେ ଏଇଠି ହେଇଗଲା। ସାଲରୀ ସବୁ କଲା, ସାଲରୀ ଛୁଟିରେ ଆମର ହେଲା। ଆଉ ନାଇଁ ତ ଏଇଭଳିଆ ମଧ୍ୟ ବର୍ତ୍ତମାନ ବି ମ୍ୟାଡାମଙ୍କର ଏତେ ସୁନ୍ଦର ଏକ୍ସପିରିଏନ୍ସ, ଜଣେ ପାଥୋଲୋଜିଷ୍ଟ, ସେ ଯେ କେତେ ମାନେ ରୋଗୀମାନଙ୍କ ସେବା କରୁଛନ୍ତି, ଲୋକମାନଙ୍କ ସେବା କରୁଛନ୍ତି। ଚାହୁଁଛି କି ୟଙ୍ଗ ଜେନେରେସନ ମାନେ କେମିତି ପଶିକି ଗୋଟେ କରନ୍ତୁ, କାରଣ ସେମାନେ ଏତେ ହେଇଯାଉଛନ୍ତି ଦେଖିକି ମତେ ବଡ ଖରାପ ଲାଗୁଛି। କିନ୍ତୁ କ'ଣ କରିବା, କେମିତି ସେମାନେ କେମିତି ଯଦି ୟା ଭିତରେ ଇଏ ହେଇଯିବେ, ତାଙ୍କ ମାଇଣ୍ଡ ଅଟୋମେଟିକ ଚେଞ୍ଜ ହେଇଯିବ। ନିଶ୍ଚିତ। ତ ଆପଣ ଗୋଟେ ୟଙ୍ଗ ଜେନେରେସନକୁ ଗୋଟେ ମେସେଜ ଦଉଛନ୍ତି, ଯଦି ସେମାନେ ସବୁ ୟଙ୍ଗ ଜେନେରେସନ ଯଦି ସୁଦର୍ଶନ କ୍ରିୟା କରନ୍ତି, ଡକ୍ଟର ମ୍ୟାଡାମଙ୍କ କହିବା କଥାରେ ସି ହାଜ୍ 70 years ଏକ୍ସପିରିଏନ୍ସ, ଯଦି ସେମାନେ ଏଇ ମାର୍ଗରେ, ଏଇ ସ୍ପିରିଚୁଆଲ ମାର୍ଗରେ ସୁଦର୍ଶନ କ୍ରିୟା କରନ୍ତି, ତାହେଲେ ତାଙ୍କ ଲାଇଫରେ ବହୁତ ଚେଞ୍ଜେସ୍ ଆସିବ।
କାରଣ ସେ 70 years ତାଙ୍କ ହଁ। experience ହଁ। and she is a very good doctor and pathologist ଆଉ ଯଦି ତାଙ୍କ experience ରୁ ସେ କହୁଛନ୍ତି really it is ଆଚ୍ଛା ଆପଣଙ୍କର ନିଦା କେମିତି ଅଛି ନିଦା ଆପଣ କହୁଥିଲେ ନାଇଁ। ସୁଦର୍ଶନ କ୍ରିୟା କଲା ନାଇଁ ନାଇଁ ଏଇ ତ କମିଛି ମୋର କଣ ସବୁବେଳେ ପେନ୍ ହୁଏନି ବେଳେବେଳେ ପେନ୍ ହୁଏ ବେଳେବେଳେ କମିଯାଏ ଏମିତି ତାକୁ ଏବେ ଟିକେ କମ୍ ଅଛି ନା ବିନା ମେଡିସିନରେ ଆପଣଙ୍କର ନିଦା ବର୍ତ୍ତମାନ 3 days କମିଗଲା କମିଯାଇଛି ସ୍ଲାଇଟଲି କମିଛି ନାଇଁ ଫେର ମତେ ଯୋଉ କାଲି ବୋଧେ ଯୋଉ କ୍ରିୟା ପାଇଁ ଟିକେ ଯୋଉ ଫିବର ଆସିଲା ଓକେ ସେଇଥିପାଇଁ ଟିକେ ଧରିଛି ହଁ ଫେର ଆଉ ଥରେ କମିଯିବ ଆଉ କଣ ହଁ। ନାଇଁ ନାଇଁ ନା ମୋର ଫୁଲ୍ କନଫିଡେନ୍ସ ଯେ ପ୍ରାକ୍ଟିସ କରିବି ପୁରା ଭଲ ହେଇଯିବି ପୁରା ସୁସ୍ଥ ହେଇଯିବି ଆଉ ଆଉ ସୁସ୍ଥ ହେଇକି ବଡ ବାଟରେ ଚାଲି ଚାଲି ଜଗନ୍ନାଥ ପାଖକୁ ଯିବି ସେଇଟା ମୋର ବହୁତ ଇଏ ଯେ 22 ମୁଁ କାହାକୁ ଧରିବି ଗୋଟେ ଏକାଟା ଉଠିବି ଜୟ ଜଗନ୍ନାଥ